ଦେଖନ୍ତୁ, ନଦୀ, ନାରୀ, ନାଗ ଏମାନଙ୍କୁ କେବେ ବି ବିଶ୍ୱାସ କରିହେବ ନାହିଁ। ଛୁଆବେଳେ ଆପଣ ଦେଖିଥିବେ ବା ବର୍ତ୍ତମାନ ବି ଆପଣ ଦେଖିବେ, ନଦୀ ଯେତେବେଳେ ବାଡ଼ ଭାଙ୍ଗେ ସେ କ'ଣ କରେ? ତାକୁ କେହି, ତାର କିଛି ଲିମିଟ୍ ନାହିଁ, ତାକୁ କେହି ଚାହିଁଲେ ଅଟକେଇ ବି ପାରିବେନି। ସେହିଭଳି ନାରୀରେ ଆପଣଙ୍କର ଭଉଣୀ ହେଉ, ସେ ନାରୀ ଆପଣଙ୍କର ମାଆ ହେଉ, ସେ ନାରୀ ଆପଣଙ୍କର ସ୍ତ୍ରୀ ହେଉ, ବା ସେ ନାରୀ ଆପଣଙ୍କର ଝିଅ ହେଉ, ଯେତେବେଳେ ଗୋଟେ ନାରୀକୁ ଆମେ ସ୍ୱାଧୀନତା ଦେଇ ଦେଉଛେ, ସେତେବେଳେ ସେ ନାରୀ ଉପରେ ଆମର ଆଉ କୌଣସି ଯେତେବେଳେ କଣ୍ଟ୍ରୋଲ ରହୁନାହିଁ, ସେତେବେଳେ ସେ ନାରୀ ନା ନିଜ ପାଇଁ କିଛି ଗୋଟେ ଲିମିଟ୍ ତିଆରି କରୁଛି, ନା ସଂସାର ଦ୍ୱାରା ତିଆରି ହୋଇଥିବା, ସାମାଜିକ ଦ୍ୱାରା ତିଆରି ହୋଇଥିବା ଲିମିଟ୍ରେ ସେ ରହୁଛି। ସେ ବି ମଧ୍ୟ ଲିମିଟ୍ କ୍ରସ୍ କରିଯାଉଛି। ଆଉ ଆଜି ଆପଣମାନେ ଦେଖୁଥିବେ ବର୍ତ୍ତମାନ ଟାଇମ୍ରେ ଗୋଟେ ନାରୀ ଯେତେବେଳେ ନିଜର ଲିମିଟ୍ କ୍ରସ୍ କରେ ସେ କ'ଣ କରିପାରେ। ଆଉ ବାକି ରହିଲା ନାଗ। ନାଗ ଅର୍ଥାତ୍ ହେଉଛି ଗୋଟେ ସର୍ପ। ସେମିତି ସର୍ପ ଉପରେ ବି ମଧ୍ୟ ବିଶ୍ୱାସ କରିହେବନି, ଏ କଥା ଆପଣ ଜାଣିଥିବେ ଭଲ ଭାବରେ, ଆପଣଙ୍କୁ ଜଣାଇବାର ବି ମଧ୍ୟ କିଛି ଆବଶ୍ୟକ ନାହିଁ। ତେଣୁକରି ଏ ତିନୋଟି ଜିନିଷ ଠାରୁ ଯଥା ସମ୍ଭବ ଆପଣ ସାବଧାନ ପୂର୍ବକ ରୁହନ୍ତୁ। ଧନ୍ୟବାଦ।